ନମସ୍କାର ଜୟ ଜଗନ୍ନାଥ। ପିଲାମାନେ, ଆଜି ଆମେ ଜାଣିବା ଷଷ୍ଠ ଶ୍ରେଣୀର 1.2 ସଂଖ୍ୟାରେ ସଂରଚନା। ଦେଖୁଛ, ଯଦି ତମେ ଜାଣିଥିବ ସବୁ ଗଣିତର ମୌଳିକ ସଂରଚନା ସଂଖ୍ୟାର ସଂରଚନାରେ ଲକ୍ଷ୍ୟ କରାଯାଇଥାଏ। ତେଣୁ ବିଶେଷ କରି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ 0, 1, 2, 3, 4 ଏଇଭଳିଆ ଆହୁରି ଯେତେ ଆଗକୁ ଜାଣିପାରିବ ତମେ। ତେଣୁ ଗଣିତର ଯେଉଁ ବିଭାଗରେ ସ୍ୱାଭାବିକ ସଂଖ୍ୟାମାନଙ୍କର ସଂରଚନା ସମ୍ପର୍କରେ ପଢ଼ାଯାଏ ତାହାକୁ ସଂଖ୍ୟା ତତ୍ତ୍ୱ ବୋଲି କୁହାଯାଏ। ତେଣୁକରି ପିଲାମାନେ ଖାତାରେ ଲେଖିଲେ ସଂଖ୍ୟା ତତ୍ତ୍ୱ କାହାକୁ କୁହାଯାଏ ନା ଗଣିତର ଯେଉଁ ବିଭାଗରେ ସ୍ୱାଭାବିକ ସଂଖ୍ୟାମାନଙ୍କର ସଂରଚନା ସମ୍ପର୍କରେ ପଢ଼ାଯାଏ ତାହାକୁ ସଂଖ୍ୟା ତତ୍ତ୍ୱ ବୋଲି କୁହାଯାଏ। ସଂଖ୍ୟା କ୍ରମ ହେଉଛି ସବୁଠାରୁ ଅଧିକ ସାଧାରଣ ଏବଂ ଆକର୍ଷଣୀୟ ପ୍ରକାର ସଂରଚନା ଯାହାକୁ ଗଣିତଜ୍ଞମାନେ ଅଧ୍ୟୟନ କରିଥାନ୍ତି। ସାରଣୀ 1ରେ ଗଣିତର କେତେକ ସଂଖ୍ୟାର କ୍ରମକୁ ଦିଆଯାଇଛି। ଏଠି ଦେଖ ପିଲାମାନେ, ସଂଖ୍ୟାର କ୍ରମ କଣ ଦିଆହେଇଛି ଦେଖ। ପ୍ରଥମେ ଆସିଲା କି ସଂଖ୍ୟା ନା, ଏଠି ଦେଖ 1 1 ସବୁ ବଢିକି ଚାଲିଛି, ସବୁଗୁଡ଼ିକ 1। ତାପରେ ଆସିଲା ଗଣନ ସଂଖ୍ୟା। ଗଣନ ସଂଖ୍ୟା କିଛି ନା ଯେଉଁଟା ଆମେ ଗଣିବାରେ ବ୍ୟବହାର କରାଯାଉଛି, ଅର୍ଥାତ୍ 1 1 ବଢି ବଢି ଚାଲିଛି। ଦେଖ 1 1 ପରେ 2, 2 ପରେ 1 ମିଶିଲେ 3, 3 ରେ 1 ମିଶିଲେ 4, 4 ରେ 1 ମିଶିଲେ 5। ଏଟାକୁ କି ସଂଖ୍ୟା କୁହାଯାଏ? ଗଣନ ସଂଖ୍ୟା। ଆର ସବୁ ସୂତ୍ର ମୁଁ ଗୋଟେ ଜାଗାରେ ଲେଖିକି ରଖିଛି, ତମେ ସବୁ ଦେଖିଦିଅ। ସୂତ୍ର ଗୁଡାକ ଦେଖ, ଏଇ ତମେ ଦେଖ ଦେଖ ଲେଖ ଛୁଆ, କଣ ଲେଖିବ ନା ସବୁ ସଂଖ୍ୟା 1 ରହିଛି ଏଟା ଛାଡ, ପ୍ରତି ସଂଖ୍ୟାର ପୂର୍ବ ସଂଖ୍ୟା ଠାରୁ 1 ଅଧିକ ତାକୁ ଗଣନ ସଂଖ୍ୟା କୁହାଯାଏ। ଏଇଟା ଲେଖିବ ନା ପ୍ରତି ସଂଖ୍ୟାର ପୂର୍ବ ସଂଖ୍ୟା ଠାରୁ 1 ଅଧିକ ତାକୁ କିସ କୁହାଯାଏ? ଗଣନ ସଂଖ୍ୟା। ଦେଖ 1 2 3 4 5 6 7, ତାପରେ କିସ ଆସିବ 8, ତାପରେ 9, ତାପରେ 10, ବୁଝିହେଲା। ତାପରେ ଆସିଲା ପିଲାମାନେ ପ୍ରତି ସଂଖ୍ୟା ପୂର୍ବ ସଂଖ୍ୟା ଠାରୁ 1 ଅଧିକ ତାକୁ ଗଣନ ସଂଖ୍ୟା ବୋଲି କୁହାଯାଏ। ତାପରେ ଆସିଲା କିସ? ଅଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା କାହାକୁ କୁହାଯାଏ ନା ଦେଖ ପ୍ରତି ସଂଖ୍ୟା ପୂର୍ବ ସଂଖ୍ୟା ଠାରୁ 2 ଅଧିକ। ପ୍ରତି ସଂଖ୍ୟା ପୂର୍ବ ସଂଖ୍ୟା ଠାରୁ 2 ଅଧିକ। ଦେଖ 2 1 3, 3 ରେ 2 ମିଶିଲେ କେତେ? 5, 5 ରେ 2 ମିଶିଲେ କେତେ? 7, 7 ରେ 2 ମିଶିଲେ କେତେ? 9, 9 ରେ 2 ମିଶିଲେ କେତେ? 11, 11 ରେ 2 ମିଶିଲେ କେତେ? 13, 13 ରେ 2 ମିଶିଲେ କେତେ ହବ? 15। ତିନିଟା ଆଉ ଅଧିକ ସଂରଚନା ଲେଖା ହେଇଛି, ତମେ ଜାଣିପାରୁଥିବ କେମିତି ହେଲା, ତମେ ଜାଣିପାରୁଥିବ। ଦେଖ 1 ପରେ କେତେ ଆସିଲା? 3, ତାହେଲେ କେତେ ଅଧିକା ହେଲା? 2 ଅଧିକା ହେଲା। ତାହେଲେ 3 ରେ 2 ମିଶିଲେ କେତେ ହବ? 5, ତାହେଲେ କେତେ ଅଧିକା ହେଲା? ତାହେଲେ ଏଠି 5 ଲେଖିଲେ ଆମେ କେତେ? 2 ଅଧିକା ହେଲା। ବୁଝିଗଲା ପିଲାମାନେ? ସେଇଭଳିଆ ଦେଖ 1, ତାପରେ ଦେଖ ପିଲାମାନେ, ତାପରେ ଦେଇଛି ପୂର୍ବ ସଂଖ୍ୟା ଠାରୁ 2 ଅଧିକ ହେଲେ ଏଟା ଯୁଗ୍ମ ସଂଖ୍ୟା ହବ। ପୂର୍ବ ସଂଖ୍ୟା ଠାରୁ 2 ଅଧିକ, 2 ପରେ 4, 4 ପରେ 6 ଯୁଗ୍ମ ସଂଖ୍ୟା। କ୍ରମିକ ଗଣନ ସଂଖ୍ୟା 2 3 4 ଯୋଗ କରାଯାଇଛି, ତାହାକୁ ତ୍ରିକୋଣୀୟ ସଂଖ୍ୟା ବୋଲି କୁହାଯାଏ। ଦେଖ ଏଇଠି ଦେଖ ପିଲାମାନେ, 1 3 6 10। ଆମେ ଦେଖିବା 1 ପରେ କେତେ? 2 ଅଧିକ ହେଲେ କେତେ ହେଲା? 3, 3 ପରେ 3 ମିଶିଲା 2, ଏଠି କେତେ ହେଲା? 2, ତାପରଟା ଆସିଲା କେତେ? 3, 3 ରେ 3 ମିଶିଲେ 6, ତାପରେ 3 ପରେ କେତେ ଆସିବ? 4, 6 ରେ 4 ମିଶିଲେ କେତେ? 6 ରେ 2 ମିଶିଲା, ତାପରେ 3 ଯୋଗ ହେଲା, 3 ପରେ କେତେ ଆସିଲା? 4। ତାହେଲେ ସବୁରେ 1 1 ବଢି ଚାଲିଛି। ତାହେଲେ 6 4 କେତେ? 7 8 9 10, 10 ପରେ କେତେ ମିଶିବ? 10 ପରେ କେତେ ମିଶିବ ପିଲାମାନେ? 4 ପରେ 5 ହବ। 15, 15 ପରେ କେତେ ଆସିବ? 5 ପରେ 6, 15 6 କେତେ? 16 17 18 19 20 21। ସେଇଭଳିଆ ସବୁ କଥା। ତାପରେ ଛୁଆ ଆସିଲା କିସ? ସଂଖ୍ୟା ଗୁଡିକର ବର୍ଗ। ବର୍ଗ କିସ ଛୁଆ ନା ଦେଖ, ବର୍ଗ କିସ ନା 1 ର ଯଦି ଆମେ ବର୍ଗ କାଢିବା ବା 1 ର ଆମେ ସ୍କୋୟାର, ଇଂଲିଶରେ ଲେଖିକି ଦେଖ
ଏକର ବର୍ଗ ଏକର ବର୍ଗ ଶେଷ ମାନ କେତେ? ଏକ ଗୁଣନ ଏକ ଶେଷ ମାନ କେତେ? ସେଇ ଏକ। ଲେଖିବୁ ଦୁଇର ବର୍ଗ ଅର୍ଥାତ୍ ଦୁଇ ଗୁଣା ଦୁଇ ଶେଷ ମାନ କେତେ? ତେଣୁକରି ଏଇଟାକୁ ବର୍ଗ କୁହାଯାଏ। ମାନେ ଏକକୁ ଦିଥର, ଦୁଇକୁ ଦିଥର, ତିନିକୁ ତିନିଥର, ତିନିକୁ ଦିଥର, ଚାରିକୁ ଦିଥର, ଏ ସବୁ ଗୁଣିବାକୁ କିସ କୁହାଯାଏ? ବର୍ଗ। ଦେଖ ଏଠି ଏକର ବର୍ଗ ଏକ, ଦୁଇର ବର୍ଗ ଚାରି, ତିନିର ବର୍ଗ କେତେ? ଏଠି କିସ ହବ ଲେଖା ହେଇଛି ଦେଖ, ଏକ ତାପରେ ଚାରି ତାପରେ ନଅ ତାପରେ 16। ଏହାର ହେଲା ତମେ ମନେ ରଖ, ଏଠି ହଉଛି ଏକର ସ୍କୋୟାର, ଏଟା ହଉଛି କିସ? ଦୁଇର ସ୍କୋୟାର। ଦୁଇର ସ୍କୋୟାର ମାନେ ଦୁଇର ଦୁଇ ଗୁଣା ଶେଷ ମାନେ କେତେ? 4। ଏଟା କେତେ ଆସିବ ତାହେଲେ? 3ର 3 ଗୁଣା, 3 ଗୁଣନ 3 ଶେଷ ମାନେ କେତେ? 9। ବୁଝିଗଲା? ତାପରେ ଆସିବ 4ର 4 ଗୁଣା, 4ର 2 ଗୁଣା, 4 ଗୁଣନ 4 4 ସ୍କୋୟାର, 4ର 4 ଗୁଣା କେତେ? 16। ବୁଝିଗଲା ପିଲାମାନେ? ତାପରେ ସେଟା 5ର ସ୍କୋୟାର ଅର୍ଥାତ୍ 5 ପଞ୍ଚା 25, 6ର ସ୍କୋୟାର 36, 7ର ସ୍କୋୟାର 49। ତାପରେ ଏଠି କେତେ ହେଇଛି? ଏଇ ଯୋଉ 64 ଲେଖା ହେଇଛି କେତେ? 8ର ସ୍କୋୟାର 8 ସ୍କୋୟାର କେଟା? 64 ସମାନ ହେଲା। ଘନ କେତେ? ନା ଏକର କ୍ୟୁବ୍ ମାନେ ଏକକୁ 3 ଥର ଗୁଣିବା କେତେ? 2 1 ଗୁଣନ 1 ଗୁଣନ 1 ସମାନ 1। 2କୁ ଘନ, 2ର ଘନ କେତେ? 2ର ଘନ 2 3 ତାହେଲେ 2 ଗୁଣନ 2 2 ଗୁଣନ 2 2 ଗୁଣନ 4 4 ଦୁଗୁଣେ 8 ତାହେଲେ 2ର ଘନ କେତେ? 8। ବୁଝିଲ ତ? ତାପରେ 3ର ଘନ ଦେଖିବା, 3 ଗୁଣନ 3 ଗୁଣନ 3 3 3 9 9 3 27। 3ର ଘନ କେତେ? 27। ବୁଝିଗଲା? ଗୋଟେ ଘନ ସଂଖ୍ୟା କୁହାଯାଏ। ତାପରେ ପୂର୍ବ ଦୁଇଟି ସଂଖ୍ୟାର ଯୋଗଫଳ ବିପରୀତ ସଂଖ୍ୟାର ଫିବୋନାଚି ବା ବିରହଙ୍କ ସଂଖ୍ୟା। ଏଟା ହଉଛି ବିରହଙ୍କ ସଂଖ୍ୟା ଅର୍ଥାତ କିସ ନା ପୂର୍ବ ଦିଟା ମିଶେଇବେ। ଦେଖ 1 ଅଛି 2, 2 ଆଉ 1 ମିଶିଲେ କେତେ? 3। ତାହେଲେ ଲେଖା ହେଇଛି 3, ଦେଖ 3 ଲେଖା ହେଲା। ତାପରେ ପୂର୍ବବର୍ତ୍ତୀ ଗୋଟେ ସଂଖ୍ୟା ନେବା, ପୂର୍ବ ସଂଖ୍ୟା କେତେ? 3 ପ୍ଲସ 2 ସମାନ କେତେ ହବ? 5। ଲେଖା ହେଇଛି 5। ସେର 5ର 3 ମିଶିବ କେତେ? 5 ପ୍ଲସ 3 ସମାନ କେତେ ହବ? ବୁଝିଗଲା? ତାପରେ 8 5 ମିଶିବ, 8 ପ୍ଲସ 5 ସମାନ କେତେ? 9 10 11 12 13 13। ବୁଝିଗଲା? ତାପରେ ଏଟା ହଉଛି କିସ? ଦୁଇ ଆଧାର ବିଶିଷ୍ଟ ସଂଖ୍ୟା। 2 କେ 2 2 ଦୁଣେ 4 2 ତାପରେ 2 ଦୁଣେ 4 ତାପରେ 4 ଦୁଣେ କେତେ? 8 8 ଦୁଣେ 16 16 ଦୁଣେ 32 32 ଦୁଣେ 64। ଏଇଭଳିଆ 2 2 2 2 ଗୁଣି ଚାଲିବ ପ୍ରତ୍ୟେକ ସଂଖ୍ୟାରେ। ପ୍ରତି ସଂଖ୍ୟାର ପୂର୍ବ ସଂଖ୍ୟାର 2 ଗୁଣା। ବୁଝିଗଲା? ତାପରେ ଏଟା ସହିତ ପ୍ରତି ସଂଖ୍ୟାର 3 ଗୁଣା। ବୁଝିଗଲା? ଆମର ଗୋଟେ ଚାପ୍ଟର ସରିଗଲା 6 କ୍ଲାସର। ନେକ୍ସଟ ଚାପ୍ଟରରେ ଏଇ ପ୍ରଶ୍ନ ଉତ୍ତରଟା କରିଦବ। ଦେଖ ପ୍ରଶ୍ନ ଉତ୍ତର ଦେଇଛି, ବହିକି ଯିବା। ବହିକି ଯିବା। ଦେଖ এই ପ୍ରଶ୍ନ ଉତ୍ତର ଦୁଇଟା ତମେ ନିଜେ ନିଜେ ଏବେ କରିବ। ଏଇଟା ଗୋଟେ ଏଇଟା ଗୋଟେ ସରିଗଲା। এই ପ୍ରଶ୍ନ ଉତ୍ତର ଦୁଇଟା ତମେ ସେଇଠି ଅଛି କରିବ। ଆରେ ଏଇଟାକୁ ତମକୁ ତାପରେ ଦେଖ ପିଲାମାନେ, ଏଇଟାକୁ ତମେ ସେଇ କଥା କହିଲ କିନ୍ତୁ ବିନ୍ଦୁ ସଂରଚନା କଥା କହୁଛ। ଦେଖ ଏକ ପରେ କେତେ? ଦିଟା ବିନ୍ଦୁ, ତାପରେ ତିନିଟା ଚିହ୍ନ, ଗୁଣନ ସଂଖ୍ୟା, ଏଟା ଅଯୁଗ୍ମ ସଂଖ୍ୟା। ସେଇ ଏଟା ଯିଏ ଉପରଟା ବୁଝୁଥିବ ଏଟା ବି ସେ କରିଦବ। ବୁଝିଗଲା?
add everything